ଲାଗୁଛି। ଓହୋ ବହୁତ ଖରା ହଉଛି। କି ଗରମ କି ଖରା କି ଝାଳ। ଏଇ ତ ପୋଖରୀକି ଯିବି ଗାଧେଇବି, ସବୁ ଠିକ ହେଇଯିବ, ଆରାମ ଲାଗିବ। ତାପରେ ଘରକୁ ଯିବି, ରୀନାକୁ କହି ଖାଇବା ଜିନିଷ ମାଗିବି। ହଁ ବାহ କି ସୁନ୍ଦର ଦେହ, ହଳଦୀ ବସନ୍ତ ପରି ଚେହେରା ଦେଖି ମୋ ମନଟା ଲାଗି ଯାଉଛି। ରୀନାଙ୍କୁ ମୁଁ କେମିତି ମୋ ହାତ ମୁଠାକୁ ଆଣିବି? ନା, ଯେମିତି ହେଉ ମଧ୍ୟ ରୀନାଙ୍କୁ ମୁଁ ଭଲ ପାଇବି। ମନଟା ଭାରି ବିକଳ ଲାଗୁଛି। କଣ କରିବି? ଏଇଟା ହଉଛି ଅସଲ ସୁଯୋଗ। ଏଇ ପୋଖରୀରେ କେହି ନାହାନ୍ତି, ରୀନାକୁ ମୁଁ ନିଶ୍ଚୟ ଭଲ ପାଉଛି ବୋଲି କହିବି। ତା ଦେହ ଦେଖିଲି ଜମା ମନଟା ମାନୁନି। ମତେ ତମେ ଭୁଲ ବୁଝନି, ଯେ ତମେ କାନ୍ଦୁଛ ବୋଲି ମୁଁ ଜାଣିନଥିଲି। ଏଥର ମୁଁ ଚାଲି ଯାଉଛି। ଯା ବାବୁ, ଆମକୁ ଶରମ ଲାଗୁଛି। छी, ଆମକୁ ସବୁ ଦେଖିଦେଲୁ। छी ବାବୁ। ନା ମୁଁ ତତେ ଛାଡ଼ିବିନି। ଏତେ ଶୀଘ୍ର କଣ ଲୋ ଚାଲିଯିବୁ? ମୋ କଥା ଟିକେ ଶୁଣିକି ଯାଅ। ତୋ ଦେହ, ତୋ ଚେହେରା ଦେଖି ମୋ ମନଟା ଭାଗି ଯାଉଛି। ସତରେ ରୀନା, ମୁଁ ତୁମକୁ ଦେଖି ପାଗଳ ହେଇଯାଇଛି। ଆରେ ହଁ ରୀନା। ମୋର ମା ମତେ ଜଗିଥିବେ। ବୁଝିଲି ବାବୁ, ବୁଝିବି। ମୋ କଥା ଟିକେ ଶୁଣିକି ଯାଅ। ପାଉଛି ବୋଲି କହିଦେ, ନହେଲେ ଜମା ଛାଡ଼ିବେନି। କହିଦେ
ପଛେ ବାବୁ ତତେ ମୁଇଁ କାଲିକେ କହିବି ବୁଝିଲୁ। ଝିଅଟା ଦେଖିବାକୁ ଭାରି ସୁନ୍ଦର। ସିଏ ମତେ କହିଛନ୍ତି ଆସନ୍ତା କାଲି କହିବେ ବୋଲି। ମୁଁ ଅପେକ୍ଷାରେ ଥିବି। ହଁ ମୁଁ ଅପେକ୍ଷାରେ ଥିବି। ସତରେ ସତରେ ରୀନା, I love you ରୀନା, I love you।